ସମସ୍ତଙ୍କ ସ୍କ୍ରିନରେ ମୁଁ ଯାହା ଶୋ କରୁଛି ତାହା ଦେଖାଯାଉଛି। ହଁ ସାର୍। ଠିକ୍। ତାହେଲେ ତମେ ଗୋଟେ କାମ କର, ଖାତା ଏବଂ କଲମକୁ ବାହାର କରିକି ଆଜି ଆମେ ଆଲୋଚନା ଯୋଉ ବିଷୟ କରିବା ପଲିଟିକାଲ ସାଇନ୍ସ ୟୁନିଟ୍ 1। ଟପିକ୍ ହେଉଛି କ'ଣ ନା ଆଜି ଟାଇପ୍ସ ଅଫ୍ ଡେମୋକ୍ରେସି, ମାନେ ଡେମୋକ୍ରେସିର ଅର୍ଥ ବା ଗଣତନ୍ତ୍ରର ଅର୍ଥ, ଗଣତନ୍ତ୍ରର ବିକାଶ ଧାରା, ଗଣତନ୍ତ୍ର ସମ୍ପର୍କରେ ମନ୍ତବ୍ୟ, ଏସବୁ ମୁଁ ତମର ପଢ଼େଇ ସାରିଛି। ଆଜି ଆଲୋଚନା ମୁଁ କ'ଣ କରିବି ନା ଗଣତନ୍ତ୍ରର ପ୍ରକାର ଭେଦ ବା ବର୍ଗୀକରଣ, ଟାଇପ୍ସ ଅଫ୍ ଡେମୋକ୍ରେସି ବା କ୍ଲାସିଫିକେସନ୍ ଆମେ ପଢ଼ିବା। କ୍ଲାସିଫିକେସନ୍ ଆମେ ପ୍ରକୃତିରେ କୋଉ ଦୃଷ୍ଟିରୁ ଗଣତନ୍ତ୍ରକୁ କେତେ ଭାଗରେ ବିଭକ୍ତ କରିପାରିବା, ବୁଝି ହେଉଛି? ଯେମିତି ପ୍ରତ୍ୟେକ ବିଷୟକୁ ଆମେ କ୍ଲାସିଫାଏ କରୁ ଯେ ତାର ବର୍ଗୀକରଣ କରୁ, ନାଇଁ? ତ ଠିକ୍ ସେମିତି ଆଜି ଆମେ ଗଣତନ୍ତ୍ରର ବର୍ଗୀକରଣ ବିଷୟରେ ପଢ଼ିବା। ନିର୍ଦ୍ଦିଷ୍ଟ ଆଧାର ବା ଭିତ୍ତିକୁ କେନ୍ଦ୍ର କରି ଗଣତନ୍ତ୍ରର ପ୍ରକାର ଭେଦର ବା ବର୍ଗୀକରଣ କରାଯାଇପାରେ। ନିର୍ଦ୍ଦିଷ୍ଟ ଆଧାର ମାନେ ଆମେ ଯେମିତି ତମମାନେ ଦେଖିଥିବ ଯେ NH, SH ଅଛି। NH କୋଉ ଜାଗାରେ ଚାଲେ ନା ବଡ଼ ବଡ଼ ସିଟିରେ NH ରାସ୍ତା ଥାଏ, ନ୍ୟାସନାଲ ହାଇୱେ। ଏବଂ ଷ୍ଟେଟ୍ ହାଇୱେ କୋଉଠି ନା ଆମର ଦେଖିଥିବ ଗାଁ ମାନଙ୍କରେ ବା ଗାଁର ମୁଖ୍ୟ ରାସ୍ତା ହେଉଛି SH, ତାକୁ ଷ୍ଟେଟ୍ ହାଇୱେ କୁହେ। ସହରରେ ବଡ଼ ରାସ୍ତାକୁ ଆମେ NH କହୁ ଏବଂ ଛୋଟ ରାସ୍ତାକୁ ଯୋଉଟା ଆମେ ଗାଁ ଗହଳିରେ ଦେଖୁ ଗାଁ ଦେଇକି ଯାଇଥିବ ତାକୁ SH କହୁ, ଯୋଉଟା ଷ୍ଟେଟ୍ ଦ୍ୱାରା ମାନେ ଗୋଟେ ରାଜ୍ୟ ଦ୍ୱାରା ତିଆରି କରିଥାଏ। ଯୋଉଟା ନ୍ୟାସନାଲ ହାଇୱେ ତାହା କେନ୍ଦ୍ର ସରକାର ତିଆରି କରିଥାନ୍ତି, ନାଇଁ? ତ ୟାକୁ ବର୍ଗୀକରଣ କରାଯାଇଛି କୋଉ ଆଧାରରେ ନା ଗୋଟେ ସହର ଆଧାରରେ, ଗୋଟେ ଗ୍ରାମାଞ୍ଚଳ ଆଧାରରେ। ଠିକ୍ ସେମିତି ଆମେ ଗଣତନ୍ତ୍ରକୁ ମଧ୍ୟ ବିଭିନ୍ନ ଆଧାରରେ ବିଭକ୍ତ କରି ପାରିବା, ବୁଝି ହେଉଛି? ଗଣତନ୍ତ୍ରର ଶାସନ କ୍ଷମତା ପ୍ରତ୍ୟକ୍ଷ ବା ସିଧାସଳଖ ଭାବରେ ଜନସାଧାରଣଙ୍କ ହାତରେ ରହିବ ନା ପରୋକ୍ଷ ଭାବରେ, ଅର୍ଥାତ୍ ସେମାନଙ୍କ ନିର୍ବାଚିତ ପ୍ରତିନିଧିଙ୍କ ବା ନିର୍ବାଚିତ ପ୍ରତିନିଧିମାନଙ୍କ ହାତରେ ରହିବ। ଏହାକୁ ଆଧାର କରି ଗଣତନ୍ତ୍ରକୁ ଯଥାକ୍ରମେ ପ୍ରତ୍ୟକ୍ଷ ଗଣତନ୍ତ୍ର ଓ ପରୋକ୍ଷ ଗଣତନ୍ତ୍ର ଏମିତି ଦୁଇଟି ବିଭାଗରେ ବିଭକ୍ତ କରାଯାଇଛି। ଏଇଟା ଲେଖ ଯେ କ୍ଷମତାକୁ ଆଧାର କରି, ବୁଝିପାରିଛ? ଗୋଟେ ପଏଣ୍ଟସ୍ ଲେଖ ଯେ କ୍ଷମତାକୁ ଆଧାର କରିକି ଗଣତନ୍ତ୍ରକୁ ସାଧାରଣତଃ ଦୁଇଟି ଭାଗରେ ବିଭକ୍ତ କରାଯାଇପାରେ। ଗୋଟେ ହେଉଛି କ'ଣ ନା ପ୍ରତ୍ୟକ୍ଷ ଗଣତନ୍ତ୍ର, ଅନ୍ୟଟି ହେଉଛି ପରୋକ୍ଷ ଗଣତନ୍ତ୍ର, ଡାଇରେକ୍ଟ ଡେମୋକ୍ରେସି, ଇନଡାଇରେକ୍ଟ ଡେମୋକ୍ରେସି। ବୁଝିପାରିଲ? ସ୍ୱରୂପା, ସ୍ୱରୂପା ବୁଝିପାରିଲୁ କି ନାହିଁ? ହ୍ୟାଲୋ? ଝୁମି?